ଦୁଇ ଜଣଙ୍କ ମଧ୍ୟରେ ତୃତୀୟର କ୍ଷତି, ଦୁଇ ଜଣଙ୍କ କଳିରେ ତୃତୀୟର ଲାଭ ବୋଲି କୁହାଯାଏ। ମାତ୍ର ଏଠାରେ ଦୁଇ ଜଣଙ୍କ ମଧ୍ୟକୁ ଗଲେ ତୃତୀୟ ଜଣକ କିପରି କ୍ଷତିର ସମ୍ମୁଖୀନ ହୋଇଥାଏ ତାହା କୁହାଯାଇଛି। ଦୁଇ ଜଣ ବ୍ରାହ୍ମଣ ଠିଆ ହୋଇଥିଲେ, ସେମାନଙ୍କ ମଝିକୁ ଯିବେ ନାହିଁ। ବ୍ରାହ୍ମଣଙ୍କର କ୍ରୋଧ ବହୁତ, ହଠାତ୍ ରାଗିଯାଇ ସେ ଅଭିଶାପ ଦେଇପାରନ୍ତି। ସ୍ୱାମୀ ସ୍ତ୍ରୀ ବସି ଏକାନ୍ତରେ କଥା ହେଉଥିଲେ, ଏଠାକୁ ଯିବେ ନାହିଁ। ସେମାନେ ନିଜ ନିଜ ମଧ୍ୟରେ ତାଙ୍କ ଦାମ୍ପତ୍ୟ ଜୀବନ ସମ୍ପର୍କରେ ଆଲୋଚନା କରୁଥାଇ ପାରନ୍ତି। ତୃତୀୟର ଉପସ୍ଥିତିକୁ ସେମାନେ କେବେ ସହ୍ୟ କରିପାରିବେ ନାହିଁ। ହଳ ବଳଦଙ୍କ ମଝିକୁ ଗଲେ ଆଘାତ ଲାଗିବା ସ୍ୱାଭାବିକ। ଏଣୁ ବୁଦ୍ଧିମାନ ଲୋକେ ସେମାନଙ୍କ ମଧ୍ୟକୁ ଯିବା ଉଚିତ ନୁହେଁ, ଯେଉଁମାନଙ୍କ ଦ୍ୱାରା ଆପଣଙ୍କୁ କ୍ଷତିଗ୍ରସ୍ତ ହେବାକୁ ପଡ଼ିପାରେ। ଜୟ ଶ୍ରୀ ଜଗନ୍ନାଥ।